ଏହି ଗୁରୁବାର ଠାରୁ ଏହି ଦୁଇଟି ରାଶି ହେବା ପାଇଁ ଯାଉଛନ୍ତି ମାଲାମାଲ, ଯେଉଁମାନେ କି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିଛନ୍ତି। ଏମାନଙ୍କର ଗ୍ରହ ବର୍ତ୍ତମାନ ସୁଚଳନ କରୁଛି, ଫଳରେ ଆଗାମୀ ଦିନମାନଙ୍କରେ ଏମାନେ ଲାଭବାନ ହେବା ପାଇଁ ଯାଉଛନ୍ତି, କିଛି ଧନ ପ୍ରାପ୍ତ କରିବା ପାଇଁ ଯାଉଛନ୍ତି। ବିଶେଷ କରି ଯଦି ଏମାନଙ୍କର ଆର୍ଥିକ ସମସ୍ୟା ଥିଲା, ତେବେ ସେ ସବୁଗୁଡ଼ିକ ବର୍ତ୍ତମାନ ଠାରୁ ଦୂର ହୋଇଯିବ। ଏବେ ଫ୍ରେଣ୍ଡସ୍, ଭିଡ଼ିଓରେ ଆଗକୁ ଜାଣିବେ ଯେ କେଉଁ ଦୁଇଟି ରାଶି ଯେଉଁମାନେ କି ଏହି ଗୁରୁବାର ଠାରୁ ନିଜର ଲାଭ କରିପାରିବେ। ନମସ୍କାର ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଖାସ୍ ରହିଛି, କାରଣ ଏହି ଭିଡ଼ିଓରେ ଆପଣମାନେ ଜାଣିବାକୁ ପାଇବେ ଯେ ଏହି ଗୁରୁବାର ଠାରୁ କେଉଁ ଦୁଇଟି ରାଶିଙ୍କର ଉପରେ ଗ୍ରହମାନେ ସୁଚଳନ କରୁଛନ୍ତି ଏବଂ ଆଗକୁ ଆସୁଥିବା ସମୟରେ ସେମାନଙ୍କର ଆର୍ଥିକ ସମସ୍ୟା ବିଲକୁଲ ବି ରହିବ ନାହିଁ। ସବୁ କ୍ଷେତ୍ରରେ ସେମାନେ ସଫଳତା ପାଇବାକୁ ଲାଗିବେ, ସବୁ କ୍ଷେତ୍ରରେ ସେମାନେ ସମ୍ମାନ ପାଇବେ। ଯେଉଁ ବି ପ୍ରଚେଷ୍ଟା ସେମାନେ ଅନେକ ଦିନରୁ କରିଆସୁଥିଲେ, ଯାହାକି ସଫଳ ହୋଇପାରୁନଥିଲା, ତେବେ ଅଳ୍ପ ଦିନ ମଧ୍ୟରେ ସେ ସବୁଗୁଡ଼ିକ ସଫଳ ହୋଇଯିବ। ଖୁବ୍ କମ୍ ସମୟ ମଧ୍ୟରେ ସେମାନେ ସଫଳତା ପାଇପାରିବେ, ନିଜ କାର୍ଯ୍ୟରେ ଉନ୍ନତି ଆଣିପାରିବେ ଏବଂ ନିଜର ଏବଂ ନିଜ ପରିବାରରେ, ନିଜ ସମାଜରେ ପ୍ରଶଂସା ପାଇପାରିବେ। ଏବେ ଫ୍ରେଣ୍ଡସ୍, ଡେରି ନ କରି ଆସନ୍ତୁ ଆମେ ଜାଣି ରଖିବା ଯେ କ'ଣ ସେହି ଦୁଇଟି ରାଶି ଯେଉଁମାନେ କି ଏହି ଗୁରୁବାର ଠାରୁ ମା ଲକ୍ଷ୍ମୀଙ୍କର ପ୍ରସନ୍ନ ହେତୁ ସେମାନେ ଉନ୍ନତି କରିପାରିବେ ବା ଲାଭବାନ ହୋଇପାରିବେ। ତେବେ ଫ୍ରେଣ୍ଡସ୍, ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ଏକ ଛୋଟିଆ ରିକ୍ୱେଷ୍ଟ ଯେ ଏହି ଭିଡ଼ିଓକୁ ଆପଣ ଗୋଟେ ଲାଇକ୍ କରନ୍ତୁ ଏବଂ ଶ୍ରଦ୍ଧାର ସହକାରେ, ଭକ୍ତିର ସହକାରେ ଜୟ ମା ଲକ୍ଷ୍ମୀ କମେଣ୍ଟଟିଏ କରି ରଖନ୍ତୁ। ବନ୍ଧୁମାନେ, ନମ୍ବର 1ରେ ଯେଉଁ ରାଶି ରହୁଛି ତାହା ହେଉଛି ସିଂହ ରାଶି। ସିଂହ ରାଶିର ବ୍ୟକ୍ତିମାନଙ୍କର ଉପରେ ଗ୍ରହମାନେ ବର୍ତ୍ତମାନ ସୁଚଳନ କରୁଛନ୍ତି ଏବଂ ଏମାନେ ନବଗ୍ରହ ପ୍ରାପ୍ତ କରିଛନ୍ତି, ଯାହାଫଳରେ ଆଗାମୀ ସମୟରେ ଏମାନେ ନିଜ କାର୍ଯ୍ୟରୁ ଅଧିକ କିଛି ଆର୍ଥିକ ଭାବେ ସହାୟତା ପାଇପାରିବେ। ଯଦି ଏମାନେ ଚାକିରି ବା ବିବାହ ଭଳି ସମସ୍ୟାରେ ସମ୍ମୁଖୀନ ହେଉଥିଲେ, ତେବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ସେ ସବୁ ସମସ୍ୟା ଦୂରେଇଯିବ। ଯେଉଁମାନେ ଚାକିରି ପାଇଁ ଚିନ୍ତିତ ଥିଲେ ବା ବେରୋଜଗାର ଥିଲେ, ସେମାନେ ଅଳ୍ପ ଦିନ ମଧ୍ୟରେ ଚାକିରି ପାଇପାରିବେ ଏବଂ ମନଚାହା ଚାକିରି ଯାହା ସେମାନଙ୍କୁ ଖୁସି ଆଣିଦେବ, ଉନ୍ନତି ଆଣିଦେବ, ତାହା ସେମାନେ କରିପାରିବେ ଏବଂ ଖୁବ୍ ଶୀଘ୍ର ସେମାନେ ଉନ୍ନତିର ଆଡ଼କୁ ଗତି କରିବେ। ସେମାନଙ୍କର ମନ ସକାରାତ୍ମକ ରହିବ ଏବଂ ସିଂହ ରାଶିର ବ୍ୟକ୍ତିବିଶେଷମାନେ ସେମାନଙ୍କର ଯଦି ଶାରୀରିକ ଅସୁବିଧା ଥିଲା, ଅନେକ ଦିନରୁ କୌଣସି ରୋଗରେ ପୀଡ଼ିତ ହୋଇ ରହିଥିଲେ, କୌଣସି କାର୍ଯ୍ୟ କରିବାକୁ ଅସମର୍ଥ ଥିଲେ, ତେବେ ଅଳ୍ପ ଦିନ ମଧ୍ୟରେ ସେ ସବୁ ସମସ୍ୟା ଆପଣଙ୍କର ଦୂର ହୋଇଯିବ। ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କର ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ରହିଛନ୍ତି। ଅଳ୍ପ ଦିନ ମଧ୍ୟରେ ସେମାନଙ୍କର ସବୁ ସମସ୍ୟା ଦୂର ହେବାକୁ ଲାଗିବ ଏବଂ ସେମାନେ ନିଜର ଏବଂ ନିଜ ପରିବାର ପାଇଁ ଉନ୍ନତି କରିଦେବେ ଏବଂ ନିଜ ସମାଜରେ ପ୍ରଶଂସିତ ହେବେ ଏବଂ ଖୁବ୍ ଅଳ୍ପ ଦିନ ମଧ୍ୟରେ ସେମାନେ ଯାହା ବି କିଛି ଆଶା କରିଥିଲେ ନିଜ କାର୍ଯ୍ୟ ସଂସ୍ଥାରୁ ପାଇପାରିବେ। ତେବେ ଫ୍ରେଣ୍ଡସ୍, ନମ୍ବର 2ରେ ଯେଉଁ ରାଶିଟି ରହୁଛି ତାହା ହେଉଛି ମକର ରାଶି। ସିଂହ ରାଶି ପରି ମକର ରାଶି ମଧ୍ୟ 12ଟି ରାଶିର ଅପେକ୍ଷା ଅଧିକ କିଛି ଲାଭ କରିବାକୁ ଲାଗି ଏହି ଗୁରୁବାର ଠାରୁ ଏବଂ ସେମାନେ ନିଜ ଜୀବନରେ ଯେପରି ଆଶା କରିଥିଲେ ଠିକ୍ ସେହିଭଳି ଆଗକୁ ଘଟି ଚାଲିବ। ଏବଂ ସିଂହ ରାଶି ପରି ମକର ରାଶିର ବ୍ୟକ୍ତିବିଶେଷମାନେ ଯଦି ଆପଣ ଏହି ଭିଡ଼ିଓକୁ ଦେଖୁଛନ୍ତି, ତେବେ ଆପଣମାନେ ମାନିକି ଚାଲନ୍ତୁ ଯେ ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣଙ୍କର ସବୁ ଦୁଃଖ ସମସ୍ୟା ଦୂର ହେବାକୁ ଲାଗିବ। ଆପଣ ଯଦି କୌଣସି କାର୍ଯ୍ୟ ସଂସ୍ଥାରେ କାର୍ଯ୍ୟରତ ଥିଲେ, ତେବେ ଆପଣ ଆଗକୁ ବଢ଼ିପାରିବେ। ନିଶ୍ଚିତ ଭାବେ ଆପଣଙ୍କର ଦରମାରେ କିଛିଟା ଉନ୍ନତି ଆସିବ ଏବଂ ଆପଣ ନିଜ ଘରକୁ ନିଶ୍ଚିତ ଭାବରେ ଉନ୍ନତିର ଆଡ଼କୁ ନେଇଯିବେ ଏବଂ ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ, ସେ ସବୁ ସମସ୍ୟାରୁ ଆପଣ ଦୂର ହୋଇଯିବେ। ଆପଣମାନେ ମାନିକି ଚାଲନ୍ତୁ ଯେ ମା ଲକ୍ଷ୍ମୀଙ୍କର କୃପା ଆପଣମାନଙ୍କର ସାଥିରେ ଅଛି ଏବଂ ଆପଣ ଯାହା ଚାହୁଁଥିଲେ ସେ ସବୁ ଜିନିଷ ଅଳ୍ପ ଦିନ ମଧ୍ୟରେ ଆପଣମାନେ ପ୍ରାପ୍ତ କରିଦେଇ ପାରିବେ। ଏବଂ ଯଦି ଆପଣ କୌଣସି ଦୁଃଖରେ ଥିଲେ ଏବଂ କୌଣସି ପ୍ରକାରର ଚିନ୍ତା ଆପଣଙ୍କୁ ଗ୍ରାସ କରିଥିଲା, ତେବେ ଅଳ୍ପ ଦିନ ମଧ୍ୟରେ ସେ ସବୁ ଚିନ୍ତା ଆପଣଙ୍କର ଦୂର ହୋଇଯିବ। ଆପଣଙ୍କର ଉପରେ ଗ୍ରହ ବର୍ତ୍ତମାନ ସୁଚଳନ କରୁଛି ଏବଂ ବୃହସ୍ପତି ଗ୍ରହ ହେତୁ ଆପଣଙ୍କର ଆର୍ଥିକ ସମସ୍ୟା ବିଲକୁଲ ବି ରହିବ ନାହିଁ ଏବଂ ଧନ ଲାଭର ଯୋଗ ଆପଣଙ୍କ ଉପରେ ଅଛି। ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ। ଯଦି ଆପଣ ମକର ରାଶିର ବ୍ୟକ୍ତି ଅଟନ୍ତି, ତେବେ ନିଶ୍ଚିତ ଭାବରେ ତଳେ ଜୟ ମା ଲକ୍ଷ୍ମୀ କମେଣ୍ଟଟିଏ କରି ରଖନ୍ତୁ।
ଏବେ ଫ୍ରେଣ୍ଡସ୍, ଏହି ଥିଲେ ସେ ଦୁଇଟି ରାଶି ଯେଉଁମାନଙ୍କର ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଛନ୍ତି ଏବଂ ଆଗକୁ ସେମାନେ ଲାଭ କରିବା ପାଇଁ ଲାଗିବେ। ଯଦି ଆପଣଙ୍କର ରାଶି ଏହି ଦୁଇଟି ରାଶି ମଧ୍ୟରେ ରହୁନାହିଁ, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆପଣ ନିଜ କାର୍ଯ୍ୟକୁ କରନ୍ତୁ ଏବଂ ଭଗବାନଙ୍କ ଉପରେ ଭରସା ରଖନ୍ତୁ। ଆସୁଥିବା ସମୟରେ ଆପଣ ବି ସଫଳତା ପ୍ରାପ୍ତ କରିଦେଇ ପାରିବେ।